ଷୋଡଶ ସଂସ୍କାରର ଶୁଭ କାର୍ଯ୍ୟ, ଦଶବିଧ ସଂସ୍କାରର ଶୁଭ କାର୍ଯ୍ୟ, ମାନେ କ୍ଷିଅର ହବା ଦିବସ, କର୍ଣ୍ଣଭେଦ କରିବା ଦିବସ, ବିଦ୍ୟାରମ୍ଭ ଦିବସ, ବ୍ରତୋପନୟନ, ନବବଧୂ ଯାତ୍ରା, ଜଳାଶୟ ଆରମ୍ଭ, ଜଳାଶୟ ପ୍ରତିଷ୍ଠା, ଦେବତା ଗଠନ, ଦେବତା ପ୍ରତିଷ୍ଠା, ନୌକା ଗଠନ, এই ବିଭିନ୍ନ ପ୍ରକାର ଶୁଭ କାର୍ଯ୍ୟ ଅଛି। ବିବାହ ବ୍ରତ, ଗୃହାରମ୍ଭ, ଗୃହ ପ୍ରବେଶ, ସ୍ୱାସ୍ଥ୍ୟାୟନ, ବୃକ୍ଷରୋପଣ, ଧାନ ଛେଦନ, ଧାନ ସ୍ଥାପନ, ନୂଆ ଘର ବନେଇବା, ନବାନ୍ନ ଭକ୍ଷଣ, ବାଣିଜ୍ୟକରଣ, ଅନ୍ନପ୍ରସନ୍ନ, ଏ ବିଭିନ୍ନ ପ୍ରକାର ଶୁଭ କାର୍ଯ୍ୟ ଅଛି। ଆଉ ପ୍ରତ୍ୟେକ ଶୁଭ କାର୍ଯ୍ୟର ନିମନ୍ତେ ପ୍ରତ୍ୟେକ ଅ, ଗୋଟେ ନିର୍ଣ୍ଣୟ କରାଯାଇଛି। ଜେନେରାଲି ଘାତ ବାରରେ ଯଦି ସଂକ୍ରାନ୍ତି ପଡିଲା ତାହେଲେ ସଂକ୍ରାନ୍ତି ପାଳନ ହବ। ଘାତ ବାରରେ ଯଦି ବିଶ୍ଵକର୍ମା ପୂଜା ପଡିଲା ବିଶ୍ଵକର୍ମା ପୂଜା ହବ। ଘାତ ବାରରେ ଯଦି ଇନ୍ଦିରା ଏକାଦଶୀ ପଡିଲା ତାହେଲେ ଇନ୍ଦିରା ଏକାଦଶୀ ହବ। କିନ୍ତୁ ଏଇ ସବୁ ଜିନିଷରେ ଶୁଭ କାର୍ଯ୍ୟ ଆରମ୍ଭ କରିବା ଉଚିତ ନୁହେଁ।